ମୁଁ ସ୍ୱସ୍ତିଙ୍କ ଭଉଣୀ ହେବି। ମୋ ଭାଇକୁ ଏତିକି କହିବାକୁ ଚାହୁଁଛି କି ଭାଇ ବିନା ମୂଲ୍ୟରେ ଯେମିତି ରୋଗୀମାନଙ୍କ ସେବା କରନ୍ତୁ ଆଉ ତାଙ୍କୁ ଉପଯୁକ୍ତ ଭାବେ ଚିକିତ୍ସା ପ୍ରଦାନ କରନ୍ତୁ। ମୋ ଭାଇଙ୍କର ଏହି ସଫଳତା ପାଇଁ ବହୁତ ଖୁସି ଅଛି। ଚଳିତ ବର୍ଷ ନିଟ୍ ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ 612 ଅଙ୍କ ରଖି ସର୍ବଭାରତୀୟ ସ୍ତରରେ 6726 ରାଙ୍କ ହାସଲ କରି ନିମଖଣ୍ଡି ଗ୍ରାମର ଛାତ୍ର ସ୍ୱସ୍ତିକ କୁମାର ଦାସ ଗ୍ରାମ ପଞ୍ଚାୟତ ତଥା ବ୍ଲକ ପାଇଁ ଗୌରବ ଅର୍ଜନ କରିଛନ୍ତି। ସ୍ୱସ୍ତିକ ଜଣେ ମେଧାବୀ ଛାତ୍ର ଭାବେ ନିଜ ଅଞ୍ଚଳରେ ଖ୍ୟାତିନାମା ଅର୍ଜନ କରିଛନ୍ତି। ପିଲାଦିନରୁ ସେ ତୃତୀୟ ଏବଂ ପଞ୍ଚମ ଶ୍ରେଣୀରେ ସରକାରୀ ବୃତ୍ତି, ଷଷ୍ଠରେ ପଠାଣି ସମତ ଗଣିତ ମେଧାବୃତ୍ତି, ଅଷ୍ଟମରେ NRTS ଏବଂ ଦଶମ ଶ୍ରେଣୀରେ 97.33% ନମ୍ବର ରଖି ରାଜ୍ୟ ସ୍ତରରେ ପଞ୍ଚମ ସ୍ଥାନ ଏବଂ ଯୁକ୍ତ 2 ବିଜ୍ଞାନରେ 94% ରଖି ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ଡାକ୍ତରୀ ପାଠ ପଢ଼ିବା ପାଇଁ ସେ ଦିନକୁ 8ରୁ 9 ଘଣ୍ଟା ଧରି ପାଠପଢ଼ା ଜାରି ରଖିଥିଲେ। ସ୍ୱସ୍ତିକଙ୍କ ପିତା ସଞ୍ଜୀବ କୁମାର ଦାସ ଜଣେ ଶିକ୍ଷକ ହୋଇଥିବା ବେଳେ ମାତା ଦୀପ୍ତିମୟୀ ଦାସ ଗୃହିଣୀ ହୋଇ ସ୍ୱସ୍ତିକଙ୍କୁ ପ୍ରତି କ୍ଷେତ୍ରରେ ଉତ୍ସାହିତ କରୁଥିଲେ। ଏହି ସଫଳତା ପାଇଁ ସ୍ୱସ୍ତିକଙ୍କ ପରିବାରରେ ଖୁସିର ଲହରୀ ଖେଳି ଯାଇଛି। ବାପା, ମା, ଜେଜେବାପା, ଜେଜେମା, ଅଜା, ଆଈ, ଦାଦା, ଖୁଡି, ପିଉସା, ପିଉସୀ ଘରେ ଉପସ୍ଥିତ ରହି ସ୍ୱସ୍ତିକଙ୍କୁ ମିଠା ଖୁଆଇ ଆଶୀର୍ବାଦ ଦେବା ସହ ଖୁବ୍ ପ୍ରଶଂସା କରିଥିଲେ। ଏହି ସଫଳତା ପାଇବାରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ପରିବାରର ସମସ୍ତ ସଦସ୍ୟ ଏବଂ ଭଗବାନଙ୍କ ଆଶୀର୍ବାଦ ଯୋଗୁଁ ସଫଳତା ପାଇଛି ବୋଲି ସ୍ୱସ୍ତିକ ନିଜ ବକ୍ତବ୍ୟରେ କହିଛନ୍ତି। ଭବିଷ୍ୟତରେ ସେ ଜଣେ ସଫଳ ଡାକ୍ତର ହୋଇ ଲୋକଙ୍କ ସେବା କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ବ୍ୟୁରୋ ରିପୋର୍ଟ, ଓମ୍ ଟିଭି ଓଡ଼ିଶା। ମୋ ନାଁ ସ୍ୱସ୍ତିକ କୁମାର ଦାସ। ନିଟ୍ରେ 720 ମାର୍କରୁ 612 ମାର୍କ, ଅଲ୍ ଇଣ୍ଡିଆ ରାଙ୍କ 6726 ରଖି ଉତ୍ତୀର୍ଣ୍ଣ ହୋଇଛି। ମୁଁ ଅଣ୍ଡର 5000 ରାଙ୍କ ଭିତରେ ରଖିବା ଆଶା ରଖିଥିଲି, ବଟ୍ 6726 ରାଙ୍କ ଆସିଛି। ମୋ ସଫଳତାର ଶ୍ରେୟ ମୋ ବାପା, ମା, ମୋ ଜେଜେବାପା, ଜେଜେମା, ଦାଦା, ଖୁଡ଼ି, ଅଜା, ଆଈ ଏବଂ ମୋ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟମାନଙ୍କୁ ଦେବାକୁ ଚାହିଁବି। ପ୍ରଥମ ଶ୍ରେଣୀରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନିମଖଣ୍ଡିରେ ପାଠ ପଢ଼ୁଥିଲି ଏବଂ ସେଠାରେ 97.33 ରାଜ୍ୟ ସ୍ତର ପଞ୍ଚମ ସ୍ଥାନ ଅଧିକାର କରିଥିଲି। ଏବଂ ଯୁକ୍ତ 2 ବିଜ୍ଞାନରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନୀଳକଣ୍ଠ ନଗରରେ ପାଠ ପଢ଼ୁଥିଲି ଏବଂ ସେଠି 94% ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲି। ବର୍ତ୍ତମାନ ନିଟ୍ ପ୍ରିପାରେସନ୍ ପାଇଁ ମୁଁ ବ୍ରହ୍ମପୁର ଆକାଶ ଇନଷ୍ଟିଚ୍ୟୁଟ୍ରେ ପ୍ରିପାରେସନ୍ ହେଉଥିଲି ଏବଂ ସେଠି ନିଟ୍ ଉତ୍ତୀର୍ଣ୍ଣ ହୋଇଛି। ମୁଁ ଦିନକୁ ପ୍ରାୟ 8ରୁ 10 ଘଣ୍ଟା ପରିଶ୍ରମ କରୁଥିଲି। ମୁଁ ଭବିଷ୍ୟତରେ ଜଣେ ସ୍ନାୟୁ ବିଭାଗ ଡାକ୍ତର ହେବା ପାଇଁ ଲକ୍ଷ୍ୟ ରଖିଛି, କାରଣ ଡକ୍ଟର ଏମିତି ଏକ ରାସ୍ତା ଯେଉଁଠି ଲୋକମାନଙ୍କ ଜୀବନ ବଞ୍ଚି ତାଙ୍କ ସେବା କରାଯାଇପାରେ, ତ ସେଥିପାଇଁ ମୁଁ ଡକ୍ଟର ହେବା ପାଇଁ ଆଶା ରଖିଥିଲି। ମୁଁ ସଞ୍ଜୀବ କୁମାର ଦାସ, ମୋ ସ୍ୱସ୍ତିକର ଫାଦର। ପିଲାଟି ଦିନରୁ ସିଏ ବହୁତ ଜଣେ ମେଧାବୀ ଛାତ୍ର। ସିଏ ତୃତୀୟ ଶ୍ରେଣୀରେ ସରକାରୀ ବୃତ୍ତି ପରୀକ୍ଷା, ପଞ୍ଚମରେ ସରକାରୀ ବୃତ୍ତି ପରୀକ୍ଷା, ଷଷ୍ଠରେ ପଠାଣି ସାମନ୍ତ, ଅଷ୍ଟମରେ NRTS, ସର୍ବୋପରି ଗଭର୍ଣ୍ଣମେଣ୍ଟରେ ଦଶମ ଶ୍ରେଣୀରେ 97.33 ରଖି ଅଲ୍ ଷ୍ଟେଟ୍ ଲେଭେଲରେ 5th ପୋଜିସନ୍ ରଖିଥିଲା। ତାପରେ ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସେ ଅଧ୍ୟୟନରତ ଥିଲା, ଯେଉଁଟାକି +2 94% ରଖି ପାସ୍ ଆଉଟ୍ ହୋଇଥିଲା। ଆଉ ପ୍ରଥମ ଥର ଆଟେମ୍ପ୍ଟରେ ସିଏ ନିଟ୍ କ୍ଲିୟର କରିଛି, ଯେଉଁଟାକି 612 ମାର୍କ ରଖିଛି। ଆଉ ଅଲ୍ ଇଣ୍ଡିଆରେ 6726 ରାଙ୍କ। ମୁଁ ଆଶାବାଦୀ ସିଏ ଆମର ସ୍ଥାନୀୟ ମେଡ଼ିକାଲ କଲେଜରେ MBBS ପାଠ୍ୟକ୍ରମ କମ୍ପ୍ଲିଟ୍ କରିବ। ଦଶମ ଶ୍ରେଣୀ ସିଏ ଲକ୍ଷ୍ୟ ରଖିଥିଲା ଯେ ମୁଁ ଜଣେ ସ୍ନାୟୁ ବିଭାଗ ଡାକ୍ତର ହେବି, ସେ କିନ୍ତୁ ସ୍ନାୟୁ ବିଭାଗ ଡାକ୍ତର ହେଉ, ତା ଲକ୍ଷ୍ୟ ପୂରଣ କରୁ। ଆଉ ମୋର ବି ଗୋଟେ ଶପଥ ଥିଲା 2014 ମସିହାରେ, ମୁଁ ଗୋଟେ ଏମିତି ଶକ୍ତ ଛକା ପାଇଥିଲି ଯେଉଁଟା ମୁଁ ସେ ଶପଥ କରିଥିଲି ଯେ ମୁଁ ମୋ ପୁଅକୁ ଡାକ୍ତର କରିବି। ଆଉ ଆଜି ଭଗବାନ ମୋ ଡାକ ଶୁଣିଛନ୍ତି, ଏଥିପାଇଁ ମୁଁ କୃତଜ୍ଞ, ଭଗବାନ ଚିର କୃତଜ୍ଞ। ଖୁସି ଅଛି ମୋ ଜୀବନରେ କିଛି ଅଭୁଲା ଖୁସି ଥିଲେ ଏଇ ଖୁସିଟା ମୋର। ମୁଁ ସ୍ୱସ୍ତିକର ମଦର। ସିଏ ବହୁତ ପରିଶ୍ରମ କରିଥିଲା। ମେଟ୍ରିକ୍ କ୍ଲାସ୍ରୁ ବି ବହୁତ କଷ୍ଟ ଲେବର କରିଛି। ରାତିରେ ଉଠିବାର 3ଟା ରାତିରୁ, ପଢ଼ାପଢ଼ି କରିବାର ରାତି 12ଟା ଯାଏଁ। ଆଉ ତା'ର କଷ୍ଟ ଫଳରେ, ପରିଶ୍ରମ ଫଳରେ ଆଜି ସେ ସଫଳ ପାଇଛି। ତାହାଠୁ ଖୁସି ଆଉ କ'ଣ ଅଛି। ସେ ଆଜି ବଡ଼ ଜାଗାରେ ଠିଆ ହେବ, ଲୋକମାନଙ୍କର ସେବା କରିବ, ତାହା ମୋର ପାଇଁ ବହୁତ ଖୁସିଦାୟକ। ହଁ, ମୁଁ ଠିକ୍ ଇଏ କରିଥିଲି ଯେ ହଁ ପୁଅ ଡକ୍ଟର ହେବ। ଆଶା ବି ଥିଲା, ଆଶା ବି ସଫଳ ହେଇଛି ବି। ମେଟ୍ରିକ୍ ବେଳେ ବି, ରେଜଲ୍ଟ ବେଳେ ବି ସବୁ ଭାବିଥିଲି ସେ ଭଲ ରେଜଲ୍ଟ କରିକି ନାଁ ରଖିବ ବୋଲି, ସେଇଟା ବି ହେଇଛି। ଏବେ ବି ସେ ଜିନିଷ ହେଇଛି। ଆଉ ମୁଁ ଭଗବାନଙ୍କୁ ଦେବି, ଭଗବାନ ଡାକ ଶୁଣିଛନ୍ତି। ତାକୁ ବି ଇଏ କରିବି, ସେ ଯେତିକି ପରିଶ୍ରମ କରିଛି ତା'ର ଫଳ ସେ ପାଇଛି। ଆଉ ସେତିକିକା ମୁଁ ଭଗବାନ ଡାକେ, କିନ୍ତୁ ସେ ବିନା ଇଏରେ ଆଗକୁ ପଢ଼ୁ, ଭଲ ନାଁ ରଖୁ, ସେତିକିକା ଭଗବାନଙ୍କୁ ଡାକିବି, ଆଉ କିଛି ନାହିଁ। ମୁଁ ତାର ରୋଷେଇ ମା, ପୁରା ଖୁସି ଅଛି। ତା ଜେଜେବାପାର ନାଁ ରଖିବ, ଡାକ୍ତର ଥିଲେ। ହଁ। ମୋ ନାଁ ପ୍ରକାଶ ଚନ୍ଦ୍ର ଦାସ, ମୁଁ ରିଟାୟାର୍ଡ ଆୟୁର୍ବେଦ ଡାକ୍ତର।
ବହୁତ ଖୁସି ଅଛି ଭଗବାନଙ୍କ ଆଶୀର୍ବାଦ ସେ ନୀଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଛି ବୁଝିଲେ। ଆଉ ସର୍ବଭାରତୀୟ ସ୍ତରରେ ସେ 6,724 ନମ୍ବର ର୍ୟାଙ୍କରେ ରହିକିରି 612 ମାର୍କ ଆଣିକିରି ଉତ୍ତୀର୍ଣ୍ଣ ହେବା ଯୋଗୁଁ ମୁଁ ବହୁତ ଖୁସି। ମୁଁ ଆଈ ହେବି ତାର। କ'ଣ କହିବେ? ବହୁତ ଖୁସି ଅଛି ଠାକୁରଙ୍କ ଦୟାରୁ ମୁଁ ବହୁତ ଖୁସି ଅଛି। ଆପଣଙ୍କର ଇଚ୍ଛା କ'ଣ ଥିଲା? ମୋର ଇଚ୍ଛା ଭଗବାନଙ୍କ ଦୟାରୁ କିନ୍ତୁ ବହୁତ ବଢ଼ିଆ ନାଁ ରଖୁ, ଭଲ ଡାକ୍ତରଟେ ହେଇ ବାହାରୁ, ସମସ୍ତଙ୍କର ଖୁସି ଆମର ସେଥିପାଇଁ। ମୁଁ ସ୍ୱସ୍ତିକର ଅଜା ହେବି। କ'ଣ କହିବେ? ବି ତାର ଯେଉଁ ପରିଶ୍ରମ ସେ କରିକି ଯେତିକି ଦିନ ବର୍ତ୍ତମାନ ସେ ଆଗକୁ ବଢ଼ିବାକୁ ଚେଷ୍ଟା କରୁଛି, ଭଗବାନଙ୍କ ଦୟାରେ ସେ କେମିତି ସଫଳ ହେଇଛି, ସେ ଆଗକୁ କେମିତି ଡକ୍ଟର ହେଇକି ବାହାରିବ, ଆମମାନଙ୍କର ସବୁ ସେବା ଶୁଶ୍ରୂଷା କରିପାରିବ, ତାପରେ ବି ଜନସାଧାରଣଙ୍କର ଗରିବ ଲୋକଙ୍କର ସବୁ ସେବା କରିବା ପାଇଁ ତାର ବହୁତ ଇଚ୍ଛା ଅଛି। ତେଣୁ ଭଗବାନ ତାକୁ ସେତିକି ଶକ୍ତି ଦିଅନ୍ତୁ ଆଉ ବଳ ଦିଅନ୍ତୁ, ଧୈର୍ଯ୍ୟ ଦିଅନ୍ତୁ, ସେ କେମିତି ସେଥିରେ ସଫଳ ହେଇ ଉତ୍ତୀର୍ଣ୍ଣ ହେଇକି ରହୁ। ମୁଁ ତାର ଆଈ। ଆମେ ବହୁତ ଖୁସି ପରିବାରରେ ଜଣେ ଡାକ୍ତର ହବ, ସେ ତା ବହୁତ ଆଗ୍ରହ, ତାର ପରିଶ୍ରମ, ବଡ଼ମାନଙ୍କର ଆଶୀର୍ବାଦ, ଉତ୍ସାହ ଏ ସ୍ଥାନରେ ତାକୁ ପହଞ୍ଚି ଦେଇଛି। ଆମେ ବହୁତ ଖୁସି। ମୁଁ ସ୍ୱସ୍ତିକର ଅଜା, ମୋ ନାଁ ସୁରେନ୍ଦ୍ରନାଥ ମିଶ୍ର। ମୁଁ ତ ଗର୍ବିତ, ତାର ସଫଳତା ଦେଖି ଗର୍ବିତ। ସେ ତାର ଲକ୍ଷ୍ୟସ୍ଥଳରେ ପହଞ୍ଚୁ, ଆମର ଆଶୀର୍ବାଦ ମୋର ଏତିକି। ଆଉ କ'ଣ, ସେ ତ ଆଗରୁ ଭଲ ଡାକ୍ତର ହଉ, ଆଉ ତାର ସଫଳତା ଆଉ କେମିତି ଆଗକୁ ବଢ଼ିବ ଭଗବାନଙ୍କ ଠାରେ ପ୍ରାର୍ଥନା କରୁଛି। ଆଉ ମୁଁ ସ୍ୱସ୍ତିକର ଖୁଡ଼ି ହେବି। କ'ଣ କହିବେ ଆଜ୍ଞା? ବହୁତ ଖୁସି ଅଛୁ ଆମେ। ସେ ଯାହା ହଉ ବେଶୀ ପରିଶ୍ରମ କରିଛନ୍ତି, ପରିଶ୍ରମର ଫଳ ଆଜି ପାଇଛନ୍ତି। ସେ ଛୋଟବେଳେ ହିଁ ବେଶୀ ପରିଶ୍ରମୀ ଥିଲେ, ଆଉ ପାଠପଢ଼ାରେ ସେ ଭଲ ମନ ଦେଇ ପଢ଼ନ୍ତି। ଆଉ ଯାହା ହଉ ଆଜି ତାଙ୍କର କଷ୍ଟର ଫଳ ପାଇଛନ୍ତି। ଆଉ ଜଗନ୍ନାଥ ମଙ୍ଗଳ କରନ୍ତୁ, ସବୁବେଳେ ସେମିତି ଉନ୍ନତି କରନ୍ତୁ ତାଙ୍କ ଜୀବନରେ। ଆମ ପରିବାର ସମସ୍ତଙ୍କର ଆଶୀର୍ବାଦ ତାଙ୍କ ପାଖରେ ଅଛି। ମୁଁ ସ୍ୱସ୍ତିକର ଦାଦା। କ'ଣ କହିବେ? ସଫଳ ହୋଇଛନ୍ତି ଏବେ। ବହୁତ ଖୁସି। ସେ ପିଲାଟି ବେଳରୁ ହିଁ ବହୁତ କଷ୍ଟ କରି ବହୁତ କଷ୍ଟରେ ପାଠ ପଢ଼ୁଥିଲା, ବହୁତ କଷ୍ଟ ଇଏ ବି କରିଛି, ଆଉ ଆଜି ସେ ଉନ୍ନତି ବି ହେଇଛି ସବୁଥିରେ, ସବୁ କ୍ଷେତ୍ରରେ, ସେଥିପାଇଁ ବହୁତ ଖୁସି ଅଛି। ସେ ଭଗବାନଙ୍କୁ ଦେବି ପ୍ରଥମତଃ, ପରିବାରକୁ। ମୁଁ ସ୍ୱସ୍ତିକ ଭଉଣୀ ହେବି। କ'ଣ କହିବେ ଭାଇ ଆପଣଙ୍କର ଆଜି? ସତ କହିବାକୁ ଗଲେ ଆମେ ବହୁତ ଖୁସି ଅଛୁ, ଆମର ପୁରା ପରିବାର ଖୁସି ଅଛୁ। କ'ଣ ପାଇଁ ନା ଆମ ପୁରା ପରିବାର ଭିତରେ କିଏ ଜଣେ ପ୍ରଥମ ଥର ପାଇଁ ଡକ୍ଟର ହେବାକୁ ଯାଉଅଛି, ତ ଆମେ ବହୁତ ଖୁସି ଅଛୁ ସମସ୍ତେ। ମୁଁ ତାର ପିଉସୀ ନାନୀ, ସାନ ପିଉସୀ। କ'ଣ କହିବେ? ମୁଁ ବହୁତ ଖୁସି ଅଛି। ମୋ ବାବା ବି ଆୟୁର୍ବେଦିକ ଫାର୍ମାସୀ ଥିଲେ, ଏବେ ମୋ ପୁତୁରା ବି ଡକ୍ଟର ହେବାକୁ ଯାଉଛି। ତା କଷ୍ଟର ଫଳରେ ସେ ଆଜି ଡକ୍ଟର ହେଉଛି, ମାନେ ମୋତେ ବହୁତ ଖୁସି ଲାଗୁଛି। ତା ମା ବାପାଙ୍କର ହାତ ଅଛି, ତା ଗୋସାଇଁ ବାପା, ଗୋସାଇଁ ମା, ବାବା, ପାପା, ମାମା ସମସ୍ତଙ୍କର ହାତ ଅଛି।